ଏକ ଜଙ୍ଗଲରେ ତିନି ଜଣ ସାଙ୍ଗ ରହୁଥିଲେ। ସେମାନେ ହେଲେ ହରିଣ, କାଉ ଏବଂ ମୂଷା। ସେମାନେ ନିଜ ଭୋଜନକୁ ଏକାଠି ବଣ୍ଟନ କରୁଥିଲେ। ଦିନେ ଗୋଟିଏ କଇଁଛ ସେମାନଙ୍କ ପାଖକୁ ଆସି କହିଲା, ମୁଁ ମଧ୍ୟ ତୁମ ସହିତ ସାଙ୍ଗ ହେବି। ତୁମକୁ ସ୍ୱାଗତ, କିନ୍ତୁ ଆପଣଙ୍କ ବ୍ୟକ୍ତିଗତ ନିରାପତ୍ତା ବିଷୟରେ କ'ଣ? ଆଖପାଖରେ ଅନେକ ଶିକାରୀ ଅଛନ୍ତି। ସେମାନେ ନିୟମିତ ଭାବେ ଜଙ୍ଗଲକୁ ଶିକାର କରିବାକୁ ଆସିଥାନ୍ତି। ଧରି ନିଅନ୍ତୁ ଜଣେ ଶିକାରୀ ଆସନ୍ତି, ତାହେଲେ ଆପଣ ନିଜକୁ ତା କବଳରୁ କେମିତି ବଞ୍ଚାଇବେ? ସେହି ଘଟଣାସ୍ଥଳରେ ଜଣେ ଶିକାର ଆସି ଆବିର୍ଭାବ ହୋଇଥିଲେ। ହରିଣଟି ଜଙ୍ଗଲକୁ ଦୌଡ଼ି ପଳାଇଲା ଏବଂ କାଉଟି ଆକାଶରେ ଉଡ଼ିବାକୁ ଲାଗିଲା ଏବଂ ମୂଷାଟି ତା ନିଜ ଗାତ ଭିତରକୁ ଚାଲିଗଲା। କିନ୍ତୁ ବିଚାରା କଇଁଛଟି ଦ୍ରୁତ ଗତିରେ ଖସିଯିବାକୁ ଚେଷ୍ଟା କରିଥିଲା। ସେ ଶିକାରୀର ହାତରେ ଧରା ପଡ଼ି ଯାଇଥିଲା। ଶିକାରୀ ଜଣକ ତାକୁ ଜାଲରେ ବାନ୍ଧି ରଖିଥିଲା ଏବଂ କଇଁଛକୁ ହରାଇ ତା ତିନି ସାଙ୍ଗ ବହୁତ ଦୁଃଖିତ ଥିଲେ। କିନ୍ତୁ ଶିକାରୀଟି ଭାବିଲା ଯେ ଭୋକିଲା ରହିବା ଅପେକ୍ଷା କଇଁଛକୁ ଭୋଜି ଦେବା ବହୁତ ଭଲ। ସେଥିପାଇଁ ଶିକାରୀ ହାତରେ ନିଜ ସାଙ୍ଗକୁ ଫସିଯିବାର ଦେଖି କଇଁଛର ତିନି ସାଙ୍ଗ ବହୁତ ଚିନ୍ତିତ ହୋଇଥିଲେ। ଶିକାରୀ ଜାଲରୁ କେମିତି ତାଙ୍କ ନିଜ ସାଙ୍ଗକୁ ମୁକ୍ତ କରିବେ, ସେଥିପାଇଁ ସେମାନେ ଏକ ଯୋଜନା ଆରମ୍ଭ କଲେ। ସେମାନେ ଯୋଜନା ବିଷୟରେ ଚିନ୍ତା କରିବାକୁ ଏକାଠି ହେଲେ। ଯୋଜନା ଅନୁସାରେ କାଉଟି ଆକାଶରୁ ଉଡ଼ିଯାଇ ଶିକାରୀକୁ ନଦୀ କୂଳରେ ବୁଲିବାର ଦେଖିବାକୁ ପାଇଥିଲା ଏବଂ ହରିଣଟି ଶିକାରୀ ଆଗରେ ଦୌଡ଼ି ଦୌଡ଼ି ଆସି ଶିକାରୀର ରାସ୍ତାରେ ମରିଯାଇଥିବା ପରି ପଡ଼ି ରହିଥିଲା। ଶିକାରୀ ଦୂରରୁ ହରିଣଟିକୁ ମାଟିରେ ପଡ଼ିଥିବାର ଦେଖିଥିଲା ଏବଂ ଶିକାରୀ ନିଜ ମନରେ ଭାବିଲା, ଏବେ ମୁଁ ଏହା ଉପରେ ଏକ ଭଲ ଭୋଜି କରିବି ଏବଂ ଏହାର ସୁନ୍ଦର ଚର୍ମକୁ ବଜାରରେ ବିକ୍ରି କରି ସେହି କଇଁଛକୁ ମାଟିରେ ପକାଇ ଦେଇ ହରିଣକୁ ଆଣିବା ପାଇଁ ଦୌଡ଼ି ଚାଲିଗଲା। ଏହି ସମୟରେ ଯୋଜନା ଅନୁଯାୟୀ ମୂଷାଟି ତୁରନ୍ତ ଯାଇ କଇଁଛକୁ ଶିକାରୀ କବଳରୁ ମୁକ୍ତ କରିଥିଲା। କଇଁଛଟି ଥିବା ପୁଷ୍କରିଣୀକୁ ଦୌଡ଼ି ଚାଲିଯାଇଥିଲା। ସେ ପହଞ୍ଚିବା ମାତ୍ରେ ହରିଣଟି ସେଠାରୁ ନିଖୋଜ ହୋଇଯାଇଥିଲା ଏବଂ ଶିକାରୀ ନିରାଶ ହୋଇ ପଛଘୁଞ୍ଚା ଦେଇଥିଲା ଏବଂ ସେ ଭାବିଥିଲା ଯେ ତାହା ପାଇଁ ଏହା କ୍ଷଣକ ମାତ୍ର ସ୍ୱପ୍ନ ଥିଲା। ଶିକାରୀଟି ନିରାଶ ହୋଇ ପୁଣି ଥରେ କଇଁଛ ପାଖକୁ ଫେରିବାକୁ ଲାଗିଲା। ସେ ସେଠାରେ ପହଞ୍ଚି ଦେଖେ ତ କଇଁଛ ମଧ୍ୟ ଉଭାନ ହୋଇଯାଇଥିଲା। ଖାଲି ଜାଲଟି ପଡ଼ି ରହିଥିଲା ଏବଂ ଶିକାରୀଟି ସେଠାରୁ ଚାଲି ଯାଇଥିଲା। ଆଉ କେବେ ମଧ୍ୟ ସେ ଜଙ୍ଗଲକୁ ଶିକାର କରିବାକୁ ଆସିଲା ନାହିଁ।